ରନ୍ଦୁ ପଲେଇ ବିରୁଡ଼ା ଆସିଥିଲି। ଆମର ଆଜି ଜିଲ୍ଲାପାଳ ଗୋଟେ ଦାବିପତ୍ର ଦିଆଗଲା। ବର୍ଷେ ପୂର୍ବରୁ ଗୋଟେ ଆମର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ବିରୁଡ଼ା ପଞ୍ଚାୟତରେ ହେଇଛି, ଯେଉଁଟାକି 50 ଲକ୍ଷ ପାଖାପାଖି ଖର୍ଚ୍ଚ ହେଇକି ହେଇଛି। ବର୍ଷେ ହେଲା କାମ ହେଲା ପରେ ସେ ଘର ପଡ଼ି ରହିଛି, କୌଣସି ହ୍ୟାଣ୍ଡଓଭର ହେଉନି କି ଫଙ୍କସନ୍ ହେଉନି, ଯାହାକୁ ନେଇକି ଆମେ CDMକୁ 2-3 ଥର ଯାଇକି ଅଭିଯୋଗ କରିଛୁ, ଜଣେଇଛୁ ଏ ବିଷୟରେ। ଆଉ ସେ ଘର ବର୍ତ୍ତମାନ କୌଣସି ଫଙ୍କସନ୍ ନ ହେଇକି ଧୀରେ ଧୀରେ ମାନେ କଲର୍ ଛାଡ଼ିଲାଣି, ତାର ଛାତ ଉପର ବି ନଷ୍ଟ ହେବାକୁ ଲାଗିଲାଣି। ତେଣୁ ଏତେ ଲକ୍ଷ ଟଙ୍କାର ଗୋଟେ ପ୍ରୋଜେକ୍ଟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ନ କରିବା ଅତି ନିନ୍ଦନୀୟ ଘଟଣା, ଯାହାକୁ ଆମେ ଆଜି ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ତରଫରୁ ଅଭିଯୋଗ ଜଣାଇଛୁ ଯେ ତୁରନ୍ତ ତାକୁ ହ୍ୟାଣ୍ଡଓଭର କରିକି କାର୍ଯ୍ୟକ୍ଷମ କରିବା ପାଇଁ ଆମର ନିବେଦନ ଗ୍ରାମବାସୀଙ୍କ ତରଫରୁ। ନାଇଁ, ସେଠି ବର୍ତ୍ତମାନ ନିୟରେଷ୍ଟ ଆମର ବଡ଼ ପଣ୍ଡୁସର ଆଉ ଆମର ବର୍ତ୍ତମାନ ଫାର୍ମାସିଟି ଆସିକି ଅଙ୍ଗନବାଡ଼ିରେ ବସିକି ଦିଦି ମେଡ଼ିସିନ ଦେଉଛନ୍ତି, ମାନେ ଯେଉଁଟାକି ମାନେ ଏତେ ବଡ଼ ବିଲ୍ଡିଂ ଥାଉ ଥାଉ ଅଙ୍ଗନବାଡ଼ିରେ ବସିକି ଗୋଟେ ଦିଦି ମେଡ଼ିସିନ ଦେବା କେତେ ଦୂର ଯଥାର୍ଥ, ସେଇଟା ଆମର ଜିଲ୍ଲା ପ୍ରଶାସନ ଏହା ଉପରେ ପଦକ୍ଷେପ ନେଇକି ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଆମର ଆନ୍ଦୋଳନ ନାହିଁ। ଆମେ ପୋଲାଇଟଲି ଯାଇକି CDMକୁ ବାରମ୍ବାର କହିଛୁ ଯେ ସାର୍ ଦେଖନ୍ତୁ, ଏତେ ବଡ଼ ବିଲ୍ଡିଂ ପ୍ରୋଜେକ୍ଟ ହେଇସାରିଲାଣି, ବର୍ଷେ ହେଲା ପଡ଼ି ରହିଛି, ଖରା ବର୍ଷା ଶୀତ କାହିଁ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଏତେ ଲକ୍ଷ ଟଙ୍କାର ଗୋଟେ ପ୍ରୋଜେକ୍ଟ ପଡ଼ି ରହିବା, ତାକୁ ମାନେ ଫଙ୍କସନ୍ ନ କରାଇବା କେତେ ଦୂର ଯଥାର୍ଥ। CDMକୁ 2-3 ଥର ଯାଇକି ମାନେ ଅଭିଯୋଗ କରିଛୁ, ଜଣେଇଛୁ। ସେ ଯାଇକି ଡାକିକି ମୋ ଆଗରେ ବି କହିଲେ ମୋତେ ଗୋଟେ ସପ୍ତାହ ଭିତରେ ତାକୁ ହ୍ୟାଣ୍ଡଓଭର କରିବା ପାଇଁ, କିନ୍ତୁ ହ୍ୟାଣ୍ଡଓଭର କରିବା ପାଇଁ ଯେଉଁ ଇନଚାର୍ଜ ସିଏ କରୁନାହାନ୍ତି, କାହିଁକିନା କିଛି କାର୍ଯ୍ୟ ରହିଛି, ଛୋଟ ଛୋଟ କାମ ରହିଛି ଯେ ଇଲେକ୍ଟ୍ରିଫିକେସନ୍ ହେଇପାରିନି, କୌଣସି ପ୍ରକାର ମାନେ ଇଏ ବୋର୍ଡ଼ିଂ ଲେଖା ହେଇପାରିନି, ବହୁତ ସାରା କାର୍ଯ୍ୟ ରହିଛି, ଯେଉଁଟାକି ସେମାନେ କହୁଛନ୍ତି କମ୍ପ୍ଲିଟ୍ ନ କଲେ ଆମେ କେମିତି ଚାର୍ଜ ନେବୁ, ଆଉ ଫଙ୍କସନ୍ କରାନ୍ତୁ। ନିହାତି ଭାବରେ ଆମର ଗ୍ରାମ ପଞ୍ଚାୟତର ବର୍ତ୍ତମାନ 3500 ଲୋକ, ଆମ ନିୟରେଷ୍ଟ ଇକିରି ପଞ୍ଚାୟତ, ଜହ୍ନିପଦା ପଞ୍ଚାୟତ ଦେଖିବାକୁ ଗଲେ 10,000ରୁ ଉର୍ଦ୍ଧ୍ୱ ଲୋକ ଯେଉଁ ସ୍ୱାସ୍ଥ୍ୟକେନ୍ଦ୍ର ମାନେ ସମସ୍ତେ ମାନେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। ପ୍ରଶାସନିକ ଅବହେଳା ନା ଅବହେଳା କି ତାଙ୍କର ଏଇଟା କୌଣସି ରାଜନୈତିକ କୋଣ ଦୃଷ୍ଟିରୁ ଅଟକି ରହିଛି, ସେଇଟା ଜିଲ୍ଲା ପ୍ରଶାସନ ନିହାତି ଦେଖିବେ। ଜିଲ୍ଲାପାଳଙ୍କ ଦାୟିତ୍ୱରେ ଅଛି। CDM କହିଲା ପରେ ସେ କ'ଣ ନେଇଛନ୍ତି, ତାପରେ ସେଇଟା ଜିଲ୍ଲାପାଳଙ୍କୁ ଦିଆହେଇଛି ଆଜି ଅଭିଯୋଗ ପତ୍ର, ଯେମିତି ଆମର ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବା ଦରକାର। ହଁ, ମଝିରେ ଆମେ ସାଂସଦକୁ ଏ ବିଷୟରେ କହିଥିଲୁ, ସାଂସଦ ବି CDMକୁ କହିଥିଲେ ତୁରନ୍ତ ସେଇଟାକୁ କାର୍ଯ୍ୟାନୁଷ୍ଠାନ କରାଯାଉ। CDM ବି ଆମକୁ ଜେଇଙ୍କ ଆଗରେ ଡାକିକି କହିଥିଲେ 2-3 ଦିନ ଭିତରେ ଫଙ୍କସନ୍ କରିବା ପାଇଁ, କିନ୍ତୁ ସେଇଟା ଏପର୍ଯ୍ୟନ୍ତ ହେଇପାରିନି।